जय जगन्नाथ। भल कथा मन रख। आज आलोचना करवा धन्य कलिजुग है पद आम मन पड़े धन्य आरे कलिजुग एरिकी तोर तोते देखीदेले मते मारुची डर। बुझी भाई तुम देख 40 वर्ष तक पड़ा गोटे गाँव में जड़े दिज शिक्षित व्यक्ति रोचे ना नहीं जहाँ कहती समस्ते कथा को मान से समय गाँ गुड़ाक शांति कौन होते ग्रामवासी माने शांति रोते बर्तमान देख प्रत्येक गाँव में समस्ते शिक्षित यदि गोटे गाँव में जड़े दिज किए मूर्ख थे अल्प पाठ पढ़ुए समस्त पाठ पढ़े से दिज शिक्षित 3 जन थे आउ सब मूर्ख थे। बर्तमान उल्टा हो जाए 2-3 जन जब मूर्ख थे आउ समस्ते शिक्षित कि सबू गाँव में देख बाड़िया दीटा सतना मिछ से समय लोक धार उधार नहीं चली जाते आम अनुभूति कर बर्तमान क्या धार मारे देद तो सुना थो तापर धार नहीं हाँ कि नहीं ना आडभांस चेक दे तापर तू पैसा नौ मान से समय विगत 40 वर्ष तक पड़ो लोकर विश्वास आउ ना विश्वास टुटी जाऊ आ गोटे जिन श्रद्धा भावटा लोप हो बर्तमान कहार क्या प्रति गोटे श्रद्धा भाव ना कहार क्या प्रति गोटे विश्वास ना कारण कौन प्रत्येक नागरिक स्वार्थवादी हो गए मु खाइबी भले रही बड़ लोक हेबी ना नहीं समस्त परस्पर कौन स्वार्थवादी गले स्वार्थवादी हो गले से समय कौन हो क्या श्रद्धा भावटा रहा परस्पर कौन है हिंसुक हो गए ये संसारी मान ये गृहस्थ मान ये समाज मत साधु समाज भी सेमती बोली महापुरुष आगुरी कह तुम देख जगह साधु संघ सब हो साधु मेला सब कर जड़े साधु गोटे कौन कहला कि आउ जड़े साधु जीव ता उपरू चढ़िक कह आउ जड़े जीव ता उपरू चढ़िक कह माने किए केते ज्ञान जानी बुझी कहीं अहंकार गर्व स्वार्थ वास्तव मत साधु अंतर को कष्ट दिए वास्तव मत साधु पाखे स्वभावटा प्रथम परिपूरक था ज्ञान तो पक्ष कि मुख्य पाठ हो तार श्रद्धा महापुरुष कहती कलिर जो अंतिम पर्याय आसो अनेक हाइब्रिडिया साधु बाहरी बुझा कहते अल्प विद्या भयंकर किसी शास्त्र अध्ययन करें कौन करेंगे भक्त मान को निंदा करेंगे जे अल्प किसी जानी आखि देखिए किसी जानिया कथा अरे ना ना किसी न से ज्ञान न तो श्रद्धा अच्छी अरे मो झे जो आत्मा ताजे तो सही आत्मा एक ही विष्णु प्रतिभिन्न रूप से एक प्रतिभिन्न गाव सुवर्ण एक बहुभूषण आदि रूप से भिन्न परमात्मा एक प्रभु समस्त देह विद्यमान
ଯଦି ସେ ବୁଢା ସାଧୁଟାକୁ ମୁଁ ଟୋକା ସାଧୁ ହେଇକି ତାକୁ ଗୋଟେ କଥାରେ ଦାବି ଦେବି, କଣ ମୁଁ ସିନା ସମାଜରେ ଲୋକ ଯେତିକ ପେଣ୍ଡାଲ ବଇଥିବେ ତାଙ୍କ ଆଗରେ ବାହାଦୁର ନେଇଯିବି, କଣ ପ୍ରଭୁଙ୍କ ପାଖରେ ବାହାଦୁର ନେଇପାରିବି କି? ସେଟା ଚିନ୍ତା କରିବାର ଅଛି। ଯାହା ହେଲେ ମଧ୍ୟ ସେ ମୋଠୁ ବয়োଜ୍ୟେଷ୍ଠ, ତାକୁ ସମ୍ମାନ ଦେବାର ଅଛି। ତମେ ଯଦି ତାକୁ ସମ୍ମାନ ଦେଇପାରିଲ, ତମେ କଣ ଜଗତରେ ସମ୍ମାନ ଦେବ? এই ସାଧୁ ସମାଜକୁ ମଧ୍ୟ ଗର୍ବ ଅହଙ୍କାର ଦିନେ ତଳିତଳାନ୍ତ କରିଦେବ ବୋଲି ମହାପୁରୁଷ ମାନେ ମଧ୍ୟ କଣ କହିଛନ୍ତି? ପ୍ରମାଣ ଦେଇଛନ୍ତି। ମହାପୁରୁଷ କଣ କହୁଛନ୍ତି? କଳିଯୁଗ ପ୍ରାଣୀ ଅନେକ ପ୍ରକାର ଭକ୍ତି ପଥ ଆଶ୍ରୟିବେ, ମୁନି ସଙ୍ଗେ ମୁନି ଖେଳ କରୁଥିବେ କେ କାହାକୁ ନ ଚିହ୍ନିବେ। ହେ ରାମ ଶୁଣୁରେ, ଭଲ କଥାଟା କହୁଛି। କଳିଯୁଗର ଅନ୍ତିମ ପର୍ଯ୍ୟାୟ ଆସିବ, ଅନେକ ପ୍ରକାର ସାଧୁ ବାହାରିବେ, ଅନେକ ଭାବରେ ଭକ୍ତି ପଥରେ କଣ ହେଇଯିବେ? ମଜିଯିବେ। କିଏ ଦୁର୍ଗାଙ୍କୁ ଡାକିଲା, କିଏ କାଳିଙ୍କୁ ଡାକିଲା, କିଏ ଗଣେଶଙ୍କୁ ଡାକିଲା, କିଏ ଜଗନ୍ନାଥଙ୍କୁ ଡାକିଲା, ସେ ଯିଏ ଯୋଉ ବାଟରେ ଡାକ, ପ୍ରଭୁ ହଉଛନ୍ତି ଗୋଟିଏ। ଏ କଥାକୁ କେହି ଚିନ୍ତା କରିବେ ନାହିଁ। ମୁନି ସଙ୍ଗେ ମୁନି ଖେଳ କରୁଥିବେ କେ କାହାକୁ ନ ଚିହ୍ନିବେ। ଏଇ ନର ଦେହରେ ଅନେକ ମୁନି ଋଷି ମାନେ ଆବିର୍ଭୂତି ହେଇଥିବେ, କେହି କାହାକୁ ଚିହ୍ନି ପାରିବେ ନାହିଁ। ଦେଖ, ୟାର କହୁଛନ୍ତି ଭକ୍ତି ପଥରେ ଥିବେ ସମସ୍ତେ, ଫେର କହୁଛନ୍ତି କେହି କାହାକୁ ଚିହ୍ନି ପାରିବେନି। କାରଣ କଣ? କୋଉଥି ପାଇଁ ଚିହ୍ନି ପାରିବେ ନାହିଁ? ତାକୁ ସେଇ ମହାପୁରୁଷ ଶିବ କବ ଶାସ୍ତ୍ରରେ ସର୍ବେ ମତ ଭଳେ କାଳ କଟାଇବେ, ହୋଇବ ଭକତି ହାନି, ଧର୍ମ ବୋଲି ଯେଉଁ ଯୋଡ଼ିଏ ଅକ୍ଷର ନ ଜାଣି ହୋଇବେ ଜ୍ଞାନୀ। ସର୍ବ ମତ ଭଳେ, ମତ ବୋଲନ୍ତି ଗର୍ବ କର। ସିନା ସବୁ ସାଧୁ ସନ୍ଥ ମୁନି ଋଷି ମାନେ ଆବିର୍ଭୂତ ହେବେ, କିନ୍ତୁ ଅନେକ ବ୍ୟକ୍ତି ବିଶେଷ, ଅନେକ ସାଧୁ ସନ୍ଥ ମୁନି ଋଷି ମାନେ ଗର୍ବ ଏମିତି କରିବେ, ଅହଙ୍କାର ବଳରେ କଣ ହେଇଯିବେ, କେହି କାହାକୁ ଚିହ୍ନି ପାରିବେ ନାହିଁ। ସିଏ ଯିଏ କହିଲା ଇଏ ତାକୁ ଚଢିକି ଦୁଇ କହିବ, ଆଉ ଜଣେ କିଏ ଥବ ତାକୁ ତିନି କହିବ, ମାନେ ଏମିତି ଚାଲିବ। ମାନେ କେହି କାହାକୁ ସମ୍ମାନ ଦବାର ଚିନ୍ତା କରିବେ ନାହିଁ, ଯାହା ଫଳରେ କଣ ହେଇଯିବ? ଭକ୍ତି ହାନି ଘଟିବ। ଭକ୍ତି ହାନି ଘଟିଲେ କଣ ହବ? ନା ଧର୍ମର ଗ୍ଲାନି ଘଟିବ। ନାଇଁ, ଧର୍ମ ବୋଲି ଯେଉଁ ଯୋଡ଼ିଏ ଅକ୍ଷର ନ ଜାଣି ହୋଇବେ ଜ୍ଞାନୀ। ବୋଲେ ପ୍ରକୃତରେ ଯିଏ ଧର୍ମ ବୋଲି ଜାଣିଥାଏ, ସେ କେବେ ହେଲେ ଏମିତି ହବ ନାହିଁ। କେବେ ହେଲେ ମତ ଗଜ ହସ୍ତି କରି ସେ ଉନ୍ମାଦ ହବ ନାହିଁ। ଯେ ଧର୍ମ ବୋଲି ଜାଣିଥାଏ, ସେ ସଦା ସର୍ବଦା କଣ ହେଇଯାଏ? ନତମସ୍ତକ ହେଇଯାଏ। ଧୂ ଧାତୁ ମ ପ୍ରତ୍ୟୟ ହେଲା ଧର୍ମ। ଧରିତ୍ରୀ ଯାହା ଧାରଣ କରିଛି ତାହା ହିଁ ଧର୍ମ। ଆମେ ପଶୁମାତାକୁ ତାଡୁଛେ, ତାପରେ କୋଠା କରୁଛେ, ଘର କରୁଛେ, ଇଏ କରୁଛେ, ମାନେ ଝାଡା ଯାଉଛେ, ପୋଷା କରୁଛେ, ସବୁ କରୁଛେ, ସେ ଆମକୁ ଫୋପାଡ଼ି ଦଉଛି? ଫୋପାଡୁନି। କାରଣ ତା ସ୍ନେହ ଶ୍ରଦ୍ଧାରେ ଆମକୁ ବାନ୍ଧିକି ଧରୁଛି। ଏଠି ମହାପୁରୁଷ କହିବା କଥା, ଜ୍ଞାନ ବଖାଣ କରିବେ, କିନ୍ତୁ କାହା ପାଖେ ସ୍ନେହ ନଥିବ, କାହା ପାଖେ ଶ୍ରଦ୍ଧା ନଥିବ, ଯାହା ଫଳରେ ଧର୍ମର ଗ୍ଲାନି ଘଟିବ। ମୁନି ସଙ୍ଗେ ମୁନି ଖେଳ କରୁଥିବେ, କେହି କାହାକୁ ଚିହ୍ନି ପାରିବେ ନାହିଁ। ଧର୍ମର ଗ୍ଲାନି କଣ ହବ? ହେଲେ କଣ ହବ? ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନି ଭବତି ଭାରତ ଅଭିଥାନ ମଧର୍ମ ସିଂ ତଦାତ୍ମ୍ୟଂ ସୁଧାମ୍ୟଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ତଦୁଷ୍କୃତାଂ ଧର୍ମ ସଂସ୍ଥାପନ ଥାୟ ସମ୍ଭବାମି ଯୁଗେ ଯୁଗେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।